ଯେଉଁ ଭାଇ ଭଉଣୀମାନେ ଓଡ଼ିଆରେ ଶ୍ରାବଣ ମାସ ଜନ୍ମିତ ହୋଇଥାନ୍ତି, ଜୁଲାଇ 15ରୁ ଅଗଷ୍ଟ 15 ମଧ୍ୟରେ ସେ ଭାଇ ଭଉଣୀମାନେ ପ୍ରାୟ କର୍କଟ ରାଶିର ଫଳ ଭୋଗ କରନ୍ତି। ତାଙ୍କର ସ୍ୱଭାବ ହେଲା ବହୁ ଲୋକ ପୋଷକ, ଧନାଢ଼୍ୟ, କୀର୍ତ୍ତିବନ୍ତ, ବୁଦ୍ଧିବନ୍ତ, ରୂପବନ୍ତ, ଆଳାପୀ, ବହୁ ବ୍ୟୟୀ, ପରିଶ୍ରମୀ। ହେଲା ସ୍ୱଭାବ। ଘର କେମିତି ହେବା କଥା? ମୁଖ୍ୟ ଦ୍ୱାର ପଶ୍ଚିମ କିମ୍ବା ଉତ୍ତରକୁ ହେବା ଆବଶ୍ୟକ। ଘରର ମୁଖ୍ୟ ଦ୍ୱାର ପଶ୍ଚିମ କିମ୍ବା ଉତ୍ତରକୁ ହେବା ଆବଶ୍ୟକ। ମନରେ ଶାନ୍ତି ପାଇଁ ପିତ୍ତଳ ଢାଳରେ ଗଙ୍ଗା ଜଳ ଓ ବର୍ଷା ଜଳ ମିଶାଇ ଠାକୁର ଘରେ ରଖିବା ଉଚିତ। ଏହାଦ୍ୱାରା ବହୁ ଶୁଭଫଳ ପ୍ରାପ୍ତ ହେବ। ସୂର୍ଯ୍ୟଙ୍କ ନାମ ଏ ମାସରେ ହେଲା ଇନ୍ଦ୍ର। ଏହି ନାମରେ ପ୍ରତିଦିନ 4 ଆଞ୍ଜୁଳା ଜଳ ଦାନ କରିବ। କ'ଣ? ଓ ଇନ୍ଦ୍ର ସୂର୍ଯ୍ୟାୟ ନମଃ। ଏତକ କଲେ ଶୁଭଫଳ ଆସିବ। ପ୍ରତି ରବିବାର ଦିନ ସୂର୍ଯ୍ୟଙ୍କୁ ଭୋଗ ଦେବାର ବିଧି ରହିଛି। ଆମ ହିନ୍ଦୁ ଧର୍ମରେ ରହିଛି, ଓଡ଼ିଆ ଜାତିରେ ବି ରହିଛି। କିଏ କରୁ ନ କରୁ ସେଥିରେ ଆମର ଯାଏ ଆସେ ନାହିଁ। କଲେ କ'ଣ ଫଳ ମିଳିବ ସେ ଜାଣିବ। ଜୋରରେ ଦୌଡ଼ିକି ଗଲେ କ'ଣ ଫଳ ମିଳିବ ଦୌଡ଼ିଆ ଲୋକ କହିବ। ଶାଙ୍ଗୁଣା ଉଡ଼ୁଛି ବର୍ତ୍ତମାନକୁ ଉପରେ, ସିଏ ତାକୁ ପଚାରିଲେ କେମିତି ଲାଗୁଛି ସିଏ କହିବ। ଗୋବରା ଚଢ଼ି ପଚାରିଲେ ଘଣ୍ଟି ଡାଳରେ ବହୁଛି, ମନ୍ଦାର ଡାଳରେ ବହୁଛି, ସେ ତା'ର ମହତ୍ଵ କହିବ। ଯିଏ କରିବ ସେ ଜାଣିବ। କ୍ଷୀରି ପୁରୀ ଟିକେ ଭୋଗ ଲଗାଇବେ। ମନ୍ତ୍ର ଓମ୍ ଗର୍ଭୋଦୟ ସୂର୍ଯ୍ୟାୟ ନମଃ କହିକି ମନ୍ତ୍ର ଲଗାଇବେ। ନାଲି କନିଆରୀ ଫୁଲଟି ସେ ଭୋଗରେ ପକାଇବେ ପ୍ରତି ରବିବାର ଶ୍ରାବଣ ମାସରେ। ତାହେଲେ ଆପଣ ସୂର୍ଯ୍ୟଙ୍କର ଫଳ ନିଶ୍ଚୟ ଶୁଭ ଆସିବ। ପେଦିକା ପର୍ବ।